ଆଜିର ଅନୁଚିନ୍ତା ସନ୍ଧ୍ୟା ଦେବାର ନିୟମ। ତେବେ ସନ୍ଧ୍ୟା ଦେବା ପୂର୍ବରୁ ଘର ଭଲ ଭାବରେ ଝାଡ଼ୁ କରିଦିଅନ୍ତୁ। ସବୁବେଳେ ଧୁଆ ଲୁଗା ପିନ୍ଧି ସନ୍ଧ୍ୟା ଦିଅନ୍ତୁ। ଅଧୁଆ ଲୁଗାରେ ସନ୍ଧ୍ୟା ଦିଅନ୍ତୁ ନାହିଁ। ତୃତୀୟ ନିୟମ, ସନ୍ଧ୍ୟା ଦେବା ପୂର୍ବରୁ ଗୋଡ଼, ହାତ, ମୁହଁ ଧୋଇ ସନ୍ଧ୍ୟା ଦିଅନ୍ତୁ। ଅଧୁଆ ମୁହଁରେ କିମ୍ବା ଅଧୁଆ ଗୋଡ଼ ହାତରେ ସନ୍ଧ୍ୟା ଦିଅନ୍ତୁ ନାହିଁ। ଚତୁର୍ଥ ନିୟମ, ଶୌଚ ଲୁଗାରେ ସନ୍ଧ୍ୟା ଦିଅନ୍ତୁ ନାହିଁ। ସବୁବେଳେ ପରିଷ୍କାର ଧୁଆ ଲୁଗା ପିନ୍ଧି ସନ୍ଧ୍ୟା ଦିଅନ୍ତୁ। ପଞ୍ଚମ ନିୟମ, ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ସନ୍ଧ୍ୟା ଦିଅନ୍ତୁ ନାହିଁ। ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ପରେ ଗାଧୋଇ ସାରି ସନ୍ଧ୍ୟା ଦିଅନ୍ତୁ। ସନ୍ଧ୍ୟାରେ କେବଳ ଧୂପ ନ ଦେଇ ଠାକୁରଙ୍କ ପାଖରେ ଦୀପ ମଧ୍ୟ ଜାଳନ୍ତୁ। ଘିଅ ଦୀପ ଜାଳିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ସନ୍ଧ୍ୟାରେ କର୍ପୂର ଆଳତି ନିହାତି ଭାବରେ କରନ୍ତୁ। ଦୀପ ଜାଳିବା ସହିତ ଘରେ ସବୁ ସ୍ଥାନରେ କର୍ପୂର ଆଳତି କରନ୍ତୁ। ସନ୍ଧ୍ୟାରେ ଝୁଣା ଦେବାକୁ କଦାପି ଭୁଲିବେ ନାହିଁ। ସନ୍ଧ୍ୟାରେ ଧୂପ ଦୀପ ସହିତ ଝୁଣା ମଧ୍ୟ ଦିଅନ୍ତୁ। ସନ୍ଧ୍ୟା ଦେଇସାରି ଠାକୁରଙ୍କ ପାଖରେ କିଛି ସମୟ ବସନ୍ତୁ ଏବଂ ଠାକୁରଙ୍କ ନାମ ଧ୍ୟାନ କରିବା ସହିତ ତାଙ୍କ ନାମ ଜପ କରନ୍ତୁ। ଘରର ଦ୍ୱାରବନ୍ଧ ଏବଂ ତୁଳସୀ ଚଉରା ମୂଳରେ ଦୀପ ଜାଳନ୍ତୁ ଏବଂ ଧୂପ ମଧ୍ୟ ଜାଳନ୍ତୁ। ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତୁ। କେବଳ ସନ୍ଧ୍ୟାରେ ନୁହେଁ, ହନୁମାନ ଚାଳିଶା ସକାଳୁ ମଧ୍ୟ ପାଠ କରିବା ଶୁଭ ହୋଇଥାଏ।